ବୋହୂ ଅଛନ୍ତି ଥିଲେ କ'ଣ ହବ କିଛି ମୂଲ୍ୟ ନାହିଁ ପୁଅ ଜାଣିଲୁ କି ମୂଲ୍ୟ ନାହିଁ ମତେ ତଡ଼ି ଦେଇଥିଲେ ଯେ ମୁଁ ଏବେ ଯାଇଥିଲି ଏରି 8 ମାସରେ ଏବେ ଆଇଛି। ପୁଅ ଗୋଟିଏ ପୁଅ ସିଏ ପଚାରିବାର ନାହିଁ ଆମକୁ ବି ଘରୁ ବାହାର କରିଥିଲା ଆମେ ଯାଇକି ଦେଉଳି ଗାଁ ଥିଲୁ ଧାନ ଟିକେ କରିଥିଲେ ଯେ ଧାନ ଟିକେ ପର ବିଲ ପୋକ ଖାଇଗଲା ତା ବର୍ଷାରେ ଗଜା ହେଇଗଲା। ସୁଖ ସାଜିଛି ବୈରୀ ଦୈବ ଦୁଃଖ ବି ପାଲଟିଲା ବର୍ଷା। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଆମେ ଆସି ସ୍ଥିତି ପରଖିଥିଲୁ କିଛି ଚାଷୀଙ୍କର ସ୍ଥିତି ପରଖୁ ପରଖୁ ଦେଖିଲୁ ବାର୍ଦ୍ଧକ୍ୟ ଅବସ୍ଥାରେ ବି ଜମିରେ ଚାଷ କରୁଛନ୍ତି। ତାଙ୍କୁ ଆସି ବୁଝିଲୁ ତାଙ୍କର ସ୍ଥିତି ପରଖିଲୁ ତାଙ୍କର ଦୁଃଖ କାହାଣୀ ଶୁଣି ଆମେ ବି ମଧ୍ୟ କାନ୍ଦି ପକାଇଲୁ। କାରଣ ଏପଟେ ଦୈବର ଦୁଃଖ ନ ସହିଲେ ସରେ ବର୍ଷା ସାଙ୍ଗକୁ ଏପଟେ ସାଜିଛି ଫସଲ ନଷ୍ଟ। ଆସନ୍ତୁ ଆମ ପାଖରେ ଅଛନ୍ତି ସେ ମଉସା ମାଉସୀ ତାଙ୍କଠୁ ବୁଝିବା ତାଙ୍କର ଦୁଃଖ କ'ଣ। ମା ବିଲରେ ଆସି ଏଇ ପରିଣତ ବୟସରେ ଚାଷ କରୁଛନ୍ତି କ'ଣ ପାଇଁ କରୁଛନ୍ତି କ'ଣ ପରିସ୍ଥିତି? ସେଇଟା ପେଟ ଯୋଗୁରୁ ଯୋଉଟା ଖାଇବୁ ତ ଆଉ କ'ଣଟେ ଆମେ ରୋଜଗାର କରିପାରିବୁ ନା ମୂଲ ନାଗିପାରିବୁ ଏଇ ଟିକକ ଆଣିଛୁ କରୁକୁ କରୁ ତା କରିକି ଆମେ ଖାଇବା କଥା ଚଳିବା କଥା ଆଉ କ'ଣ। ନାଇଁ ଘରେ ପୁଅ ଝିଅ କିଏ ଅଛନ୍ତି ନାହାନ୍ତି? ପୁଅ ବୋହୂ ଅଛନ୍ତି ଥିଲେ କ'ଣ ହବ କିଛି ମୂଲ୍ୟ ନାହିଁ ପୁଅ ଜାଣିଲୁ କି ମୂଲ୍ୟ ନାହିଁ ମତେ ତଡ଼ି ଦେଇଥିଲେ ଯେ ମୁଁ ଏବେ ଯାଇଥିଲି ଏରି 8 ମାସରେ ଏବେ ଆଇଛି ଏଇଠିକି ଆସିବାରେ ପଚାରିବ ଗାଁ ଯାକୁ ଯେ ମୋର ଭଲ ପରିସ୍ଥିତି ନାହିଁ ଚଳିଛି ଏଇଠି ଭଗବାନ ଅଛନ୍ତି ଯାହା କରିବେ ଆଉ କ'ଣ କରିବି। ଏଇ ଜମିରୁ ଚାଷ କରିକି ଏଇଥିରୁ ଚଳ ନା ସରକାରଙ୍କ ତରଫରୁ କିଛି ସୁବିଧା ଅଛି? ନାଇଁ ସରକାରରୁ ମୁଁ କିଛି କ'ଣ ଆଣିବି ସରକାରରୁ ଆଉ କିଛି ଯାହା ଭତ୍ତା ଆଣିବି ଆଉ କିଛି ଆଣିବି। ସେଇ ଭତ୍ତା ପଇସାରେ ଚଳୁଛ? ଆଉ ଚାଉଳ କି କ'ଣ? ଚାଉଳ ଆଉଛି 10 କିଲୋ ସମାନେ ଆଉଛି ତ ତାଙ୍କର 5 କିଲୋ ମୋର 5 କିଲୋ ଏଇ 10 କିଲୋ ଭତ୍ତା 2000 ଏତିକି ଆଉ ସରକାର ଭତ୍ତା 2000ରେ ଚଳୁଥିବା ବେଳେ ସରକାରଙ୍କ ତରଫରୁ ସେଇ ଚାଉଳ ମୁଠରେ ଚଳୁଛନ୍ତି। ଆସନ୍ତୁ ବୁଝିବା ମଉସା ଆପଣଙ୍କର ପୁଅ ଅଛନ୍ତି ପୁଅ କେତୋଟି ଅଛନ୍ତି କ'ଣ? ପୁଅ ଗୋଟିଏ ପୁଅ ସିଏ ପଚାରିବାର ନାହିଁ ଆମକୁ ବି ଘରୁ ବାହାର କରିଥିଲା ଆମେ ଯାଇକି ଦେଉଳି ଗାଁ ଥିଲୁ ଲୋକ ହୋହା କରିବାରେ ସେ ଯାଇକି ଡାକିକି ଆଣିଲା ଆମେ ମଧ୍ୟ ବାଜାରରେ ମଧ୍ୟ ଦେଖନ୍ତୁ ଚାଳିଆ ଟିକେ କରିକି ଅଛୁ ଏଇ ଜମି ଟିକରେ ଯାହା ଲାଗିକି କରୁଛୁ ଆଉ ଧାନ ଟିକେ କରିଥିଲେ ଯେ ଧାନ ଟିକେ ପର ବିଲ ପୋକ ଖାଇଗଲା ତା ବର୍ଷାରେ ଗଜା ହେଇଗଲା ଆଉ ଆମକୁ ଚାଉଳ ଟିକେ ତା 5 କିଲୋ ଲେଖାଏଁ ମିଳୁଛି ଟଙ୍କା 1000 ଲେଖାଏଁ ମିଳୁଛି 2 ଜଣଙ୍କୁ। ଆଉ ପଇସା କ'ଣ ସୁଧକୁ ଆଣିକି କରିଥିଲ ନା ରଖିଥିଲ? ନା ସୁଧକୁ ଆଣି କରିଥିଲି। ଏବେ କ'ଣ ପଇସା ଉଠିବ? ଏବେ କ'ଣ ନିଜ ପଇସା ଉଠେଇ ଯୋଉ ଜମିରେ ଚାଷ କରିଛ ପଇସା ଉଠିବ କି ନ ଉଠିବ କିଏ କହିପାରିବ କଥା ଭଗବାନଙ୍କ ଯାହା କରିବେ ଆଗକୁ। ବର୍ଷା ନଷ୍ଟ ହେଇଗଲା ବର୍ଷା ନଷ୍ଟ ହେଲା ଆଉ ଆସିବ କି ନ ଆସିବ ପଇସା ଉଠିବ କି ନ ଉଠିବ କଥା ଭଗବାନ ଜାଣିଥିବେ। ଏବେ ସରକାରଙ୍କ ପାଖରେ ଦାବି କ'ଣ ରଖିବ ତମର ଏଇ ଦୁଃଖ ବିଷୟ? ଆମକୁ ଟିକେ ସାହାଯ୍ୟ କରିବେ ଆଉ କ'ଣ କରିବ ଆଉ ଦାବି କ'ଣ କରିବୁ ଆମକୁ ଟିକେ ସାହାଯ୍ୟ କଲେ ଆମେ ଟିକେ ଚଳାଚଳ ହବ ଆଉ। କ୍ଷତିପୂରଣ ଜମିର ଯାହା କ୍ଷତିପୂରଣ ଅଛି ସରକାରଙ୍କ ପାଖରେ ଦାବି କରିବ ନା କ'ଣ? ହଁ ମୋର ଜମି 2 ମାଣ ବିଲ ଗଛ ହେଇଗଲା ଟମାଟୋ 1.5 ମାଣ ହବ ନଷ୍ଟ ହେଇଗଲା। ଟମାଟୋ 1.5 ମାଣ ନଷ୍ଟ ହେଇଗଲା ଜମିର ଧାନ ଫସଲ ବି ନଷ୍ଟ ହେଇଗଲା। ଏପଟେ ସରକାରଙ୍କ ତରଫରୁ ବିଭିନ୍ନ ଅଧିକାରୀମାନେ ଆସୁଛନ୍ତି ଦେଖିକି ଖାଲି ଫଟୋ ଉଠେଇ ଯାଉଛନ୍ତି କିନ୍ତୁ ଏମାନଙ୍କର ଦୁଃଖ କେହି ବୁଝୁନାହାନ୍ତି ବୋଲି ଏବେ ମଉସା ମାଉସୀ ଅଭିଯୋଗ କରିଛନ୍ତି। ନୟାଗଡ଼ରୁ ମାନସ କୁମାର ସାହୁ ରିପୋର୍ଟର୍ସ ଟୁଡେ।